नीलाचलनिवासाय नित्याय परमात्मने बलभद्रसुभद्राभ्यं जगन्नाथाय ते नमः। अनाथस्य जगन्नाथ नाथस्तु मे न संशय। यस्य नाथ जगन्नाथ तस्य दुःखं गतं प्रभो। नीलाद्रौ शङ्खमध्ये शतदलकमले रत्नसिंहासनस्थं सर्वालङ्कारयुक्तं नवघनरुचिरं संयुतं चाग्रजेन भद्राय वामभागे रथधनजितं ब्रह्मरुद्रेन्द्रवन्द्यं वेदानं सारमेशं सुजनवरीवतं ब्रह्मधारो स्मरामि ब्रह्मधारो स्मरामि। जय जगन्नाथ समस्तଙ୍କୁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଏଇ ଟିଚିଂ ୱାରିୟର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ସଂସ୍କୃତ ଶିକ୍ଷଣର ୟୁନିଟ୍ 1ର କିଛି MCQ ଆମେ ଡିସ୍କସନ୍ କରିବା। ଆମର ଅଲରେଡ଼ି OCSTରେ ଏକ୍ଜାମ୍ ନୋଟିସ୍ ଆସିଯାଇଛି। ସେପ୍ଟେମ୍ବର 30ରେ ହେବ ଏକ୍ଜାମ୍। ତାପରେ ଆମର SSB TGT ଆସିବ, RST ଆସିବ। ତ ସମସ୍ତ ପରୀକ୍ଷା ପାଇଁ ବହୁତ ଉପଯୋଗୀ ଆମର ସଂସ୍କୃତ ଶିକ୍ଷଣ। ତ ତାର ୟୁନିଟ୍ 1ର MCQ ଆମେ କିଛିଟା ଡିସ୍କସନ୍ କରିବେ। ଆଉ ଆମର ଗୋଟେ ୟୁଟ୍ୟୁବ୍ ଟିଚିଂ ୱାରିୟର ନାମରେ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ମଧ୍ୟ ଅଛି। ତାର ଲିଙ୍କଟା ମୁଁ ଏଇ ଭିଡ଼ିଓର ଡିସ୍କ୍ରିପ୍ସନ୍ ତଳେ ଦେଇଦେବି। ଆପଣମାନେ ଜଏନ୍ ହେଇଯିବେ ଏବଂ ସେ ଗ୍ରୁପ୍ରେ ଯେଉଁଦିନ ଯେଉଁ କ୍ଲାସ୍ଟା ହେବ ତାର ଲିଙ୍କଟା ପ୍ରୋଭାଇଡ଼୍ କରାଯିବ ଆଉ ତା PDF ମଧ୍ୟ ପ୍ରୋଭାଇଡ଼୍ କରାଯିବ। ତ ଚାଲନ୍ତୁ ଆଜି ଆମେ କ୍ଲାସ୍ ଷ୍ଟାର୍ଟ କରିବା। ତ ପ୍ରଥମ କ୍ୱେଶ୍ଚିନ୍ କହିଲା ଏତେଷୁ ବ୍ୟାକରଣ ଶାସ୍ତ୍ରସ୍ୟ ରଚୟିତା କହ ଅସ୍ତେ। ମାନେ ବ୍ୟାକରଣ ଶାସ୍ତ୍ରର ରଚୟିତା କିଏ? ଭର୍ତ୍ତୃହରି ନା ବାଣଭଟ୍ଟ ନା କାଳିଦାସ ନା ଭବଭୂତି? କିଏ? ନା ଆନ୍ସର ଏତେଷୁ ବ୍ୟାକରଣ ଶାସ୍ତ୍ର ରଚୟିତା ହେଇଗଲା ଆମର ଭର୍ତ୍ତୃହରି। 1 ନମ୍ବର ଆମର ଅପସନ୍ ହେଇଯିବ ଏ ହେବ କରେକ୍ଟ ଆନ୍ସର। ଭର୍ତ୍ତୃହରି ଯୋଉଟା ଆମର ବାକ୍ୟ ପଦ୍ୟ ରଚନା କରିଥିଲେ। ତ ଅପସନ୍ 1 ନମ୍ବରର ଅପସନ୍ ଏ ହେବ କରେକ୍ଟ ଆନ୍ସର। ଠିକ୍ ଅଛି। ତାପରେ 2 ନମ୍ବର କ'ଣ କହୁଛି ନା 2 ନମ୍ବର କହିଲା ଯେ ପରାବାଣୀ ନାମ ଡ୍ୟାସ୍ ବୈଖରୀ ନା ବେଦମୟୀ ନା ସରସ୍ୱତୀ ନା ପଶ୍ୟନ୍ତୀ। ଆଚ୍ଛା, ଆମେ ଜାଣିଛେ ବାଣୀ ହେଲା 4ଟା, ପରାବାଣୀ, ପଶ୍ୟନ୍ତୀ ବାଣୀ, ବୈଖରୀ ବାଣୀ ଆଉ ଗୋଟେ ହେଉଛି ମଧ୍ୟମ ବାଣୀ। ପରାବାଣୀକୁ ଆମେ ବ୍ରହ୍ମରୂପା ବୋଲି କୁହାଯାଏ। ପରାବାଣୀକୁ ବ୍ରହ୍ମରୂପା ବା ସରସ୍ୱତୀ ବାଣୀ ବୋଲି କୁହାଯାଏ। ପଶ୍ୟନ୍ତୀ ବାଣୀକୁ ପ୍ରକାଶ ରୂପ ବୋଲି କୁହାଯାଏ। ମଧ୍ୟମ ବାଣୀକୁ ଅନ୍ତଃସଂକଳ୍ପ ରୂପା ବୋଲି କୁହାଯାଏ। ଆଉ ବୈଖରୀ ବାଣୀକୁ ପ୍ରକଟ ରୂପା ବୋଲି କୁହାଯାଏ। ତ ଏଇଠି ଆମକୁ ପରାବାଣୀ ପଚାରିଛି। ପରାବାଣୀ ନାମ ହେଉଛି ବ୍ରହ୍ମରୂପା ବା ସରସ୍ୱତୀ। ତ ଅପସନ୍ ସି ହେଇଯିବ କରେକ୍ଟ ଆନ୍ସର। 2 ନମ୍ବର ଅପସନ୍ ସି ହେବ କରେକ୍ଟ ଆନ୍ସର। ପରାବାଣୀର ନାମ ହେଲା ସରସ୍ୱତୀ। ଠିକ୍ ଅଛି, ଅପସନ୍ ସି 2 ନମ୍ବର ଗଲା। ତାପରେ 3 ନମ୍ବର କ'ଣ କହିଲା? 3 ନମ୍ବର କହୁଛି ଲାଟିନ୍ ଭାଷାୟାମ୍ ଡୋଭ ସଂସ୍କୃତ ଭାଷାୟାମ୍ କିମ୍। ଆମ ଯେଉଁ ଲାଟିନ୍ ଭାଷାରେ ଡୋଭ ରହିଲା, ସଂସ୍କୃତ ଭାଷାରେ ଆମେ କ'ଣ କହିବା? ଦୁଇ ନା ଦୁହିତୃ ନା ଦୁକ୍ତ ନା ଦୁଗ୍ଧି। ଆଚ୍ଛା, ଆମର ଯେମିତିକି ରହିଲା ସବୁ ନାମ, ମାତା, ବାପା, ଭାଇ, ସାତେ, ଭଉଣୀ, ଏଇ ଯେଉଁ ସବୁ ନାଁ ରହିଲା ଏଗୁଡ଼ାର ଲାଟିନ୍ ଭାଷାରେ କ'ଣ କୁହାଯିବ? ଜର୍ମାନରେ ଆମେ କ'ଣ କହିବା? ଇଂରାଜୀରେ କ'ଣ କହିବା? ଓଡ଼ିଆରେ କ'ଣ କହିବା? ଏଗୁଡ଼ା ସବୁ ଆମକୁ ମନେ ରଖିବାକୁ ପଡ଼ିବ। ଏଥିରୁ ଗୋଟେ କ୍ୱେଶ୍ଚିନ୍ ଆସିବ କମ୍ପଲସରି। ତ ସେ ଆମକୁ ପଚାରିଛି ଯେଉଁ ଲାଟିନ୍ ଭାଷାରେ ଯେଉଁଟାକୁ ଆମେ ଡୋବ ବୋଲି କହିଥାଉ, ସଂସ୍କୃତ ଭାଷାରେ କ'ଣ କହିବା? ନା ସଂସ୍କୃତ ଭାଷାରେ ଆମେ କହିବା ଦୁଇ, ଯେଉଁଟାକି ଇଂଲିଶରେ କହୁଛୁ ଟୁ, ଓଡ଼ିଆରେ କହିବା ଦୁଇ, ଆଉ ଜର୍ମାନରେ କହିବା କ୍ୟୁଜେ, CZWEI, କ୍ୟୁଜେ ହେଲା। ଜର୍ମାନରେ କ୍ୟୁଜେ, ଲାଟିନରେ ଡୋଭ, ସଂସ୍କୃତରେ ଦୁଇ, ଇଂଲିଶରେ ହେଉଛି ଟୁ, ଓଡ଼ିଆରେ ହେଉଛି ଦୁଇ। ଠିକ୍ ଅଛି, ତ ଅପସନ୍ ଏ ହେବ କରେକ୍ଟ ଆନ୍ସର ଗଲା। ତାପରେ 4 ନମ୍ବର ଓଡ଼ିଶା ପ୍ରାନ୍ତେ ଶିକ୍ଷାଶାସ୍ତ୍ରୀ ପ୍ରାରମ୍ଭ। ଓଡ଼ିଶା ପ୍ରାନ୍ତରେ ଶିକ୍ଷାଶାସ୍ତ୍ରୀ କେବେ ପ୍ରାରମ୍ଭ ହେଇଥିଲା? 2012, 2010, 1980 ନା 1985? ତ ଓଡ଼ିଶା ପ୍ରାନ୍ତରେ ବହୁତ ସମସ୍ତେ ଭାବିବ ଯେ 2012 ଜଗନ୍ନାଥ ୟୁନିଭର୍ସିଟିର ଶିକ୍ଷାଶାସ୍ତ୍ରୀ ହେଇଥିଲା, ସେଇଟା ନାହିଁ। ଏଇଠି ଆନ୍ସର ହେଇଯିବ ଅପସନ୍ ସି ହେଇଯିବ 1980।
ଓଡ଼ିଶା ନମ୍ବର 87 ପରିସରରେ 1980ରେ ଶିକ୍ଷାଶାସ୍ତ୍ରୀ ପ୍ରାରମ୍ଭିତ ହୋଇଥିଲା ଓଡ଼ିଶାରେ। ସେଥିପାଇଁ ଅପସନ୍ ସି ହେବ କରେକ୍ଟ ଆନ୍ସର। 4 ନମ୍ବର ଅପସନ୍ ସି ହେଲା। ଗଲା 5 ନମ୍ବର ସାମାନ୍ୟ ଶ୍ରବଣମ୍ କତିବିଧମ୍। ଆଚ୍ଛା, ଆମେ ଜାଣିଛେ ଆମର ଶ୍ରବଣ ଦୁଇ ପ୍ରକାର, ଗୋଟେ ହେଲା ସାମାନ୍ୟ ଶ୍ରବଣ ଆଉ ଗୋଟେ ହେଲା ଚୟନାତ୍ମକ ଶ୍ରବଣ। ସାମାନ୍ୟ ଶ୍ରବଣ କେତେ ପ୍ରକାର? ଷଡ ନା 2 ନା 5 ନା 7? ନା ଆନ୍ସର ହେଇଯିବ ପଞ୍ଚବିଧମ୍। ସାମାନ୍ୟ ଶ୍ରବଣମ୍ ପଞ୍ଚବିଧମ୍। ନା କ'ଣ କ'ଣ? ନା ପର୍ଯ୍ୟାପ୍ତ ଶ୍ରବଣ, ଶାନ୍ତଚିତ ଶ୍ରବଣ, ଏକାଗ୍ର ଶ୍ରବଣ, ଅନୌପଚାରିକ ଶ୍ରବଣ, ଆଉ ଗୋଟେ ହେଲା ବାଧାହୀନ ଶବ୍ଦ। ହେଲା, କ'ଣ କହିଲି? ନା ପର୍ଯ୍ୟାପ୍ତ ଶ୍ରବଣ, ଶାନ୍ତଚିତ ଶ୍ରବଣ, ଏକାଗ୍ର ଶ୍ରବଣ, ଅନୌପଚାରିକ ଶ୍ରବଣ ଆଉ ବାଧାହୀନ ଶ୍ରବଣ। ତ 5 ନମ୍ବର ଆମ ଅପସନ୍ ହେଇଯିବ ଅପସନ୍ ସି ହେବ କରେକ୍ଟ ଆନ୍ସର। ଠିକ୍ ଅଛି। ତାପରେ 6 ନମ୍ବର। 6 ନମ୍ବର କହିଲା କ'ଣ? ନା କଗ୍ନିଟିଭ୍ ଏମ୍। ତାକୁ ସଂସ୍କୃତରେ ଆମେ କ'ଣ କହିବା? ଜ୍ଞାନାତ୍ମକ, ଭାବାତ୍ମକ, କୌଶଳାତ୍ମକ ନା ନ କୌପି। କଗ୍ନିଟିଭ୍ ଏମ୍ରେ ଆମର କୁହାଗଲା କ'ଣ? ଆମର ଯେମିତି 3ଟା ଜ୍ଞାନାତ୍ମକର, ଭାବାତ୍ମକ ଆଉ କୌଶଳାତ୍ମକ ଲକ୍ଷ୍ୟ, ବା ତାକୁ ଆଉ ଗୋଟେ କୁହାଯାଏ ମନୋଗତ୍ୟାତ୍ମକ ଲକ୍ଷ୍ୟ। ଆଚ୍ଛା, କୌଶଳାତ୍ମକ ବା ମନୋଗତ୍ୟାତ୍ମକ ଆମକୁ କ'ଣ କୁହାଗଲା? ନା ତାକୁ କୁହାଯାଏ କୋଗ୍ନିଟିଭ୍ ଏମ୍ ବୋଲି କୁହାଯିବ। ଏଇଟା କୌଶଳାତ୍ମକ ଆଉ ବା ମନୋଗତ୍ୟାତ୍ମକ ଲକ୍ଷ୍ୟ। ଭାବାତ୍ମକ ଲକ୍ଷ୍ୟକୁ ଆମେ କ'ଣ କହିବା? ନା ଆଫେକ୍ଟିଭ୍ ଏମ୍। ଆଉ ଜ୍ଞାନାତ୍ମକକୁ କ'ଣ କହିବା? ନା କଗ୍ନିଟିଭ୍ ଏମ୍। ତ 6 ନମ୍ବର ଆମର ଆନ୍ସର କ'ଣ ହେଇଯିବ? ନା ଅପସନ୍ ଏ ହେବ କରେକ୍ଟ ଆନ୍ସର। କଗ୍ନିଟିଭ୍ ଏମ୍ 6 ନମ୍ବର ଅପସନ୍ ଏ ହେବ କରେକ୍ଟ। ଠିକ୍ ଅଛି। 6 ନମ୍ବର ଅପସନ୍ ଏ ଜ୍ଞାନାତ୍ମକ ଲକ୍ଷ୍ୟ। ତାପରେ 7 ନମ୍ବର ଓଡ଼ିଶା ପ୍ରାନ୍ତେ ପ୍ରାଥମିକ ସ୍ତରେ କଦା ସଂସ୍କୃତ ଶିକ୍ଷା ପ୍ରାରଭତଃ? 2012, 2015, 2005 ନା 2010? ଓଡ଼ିଶା ପ୍ରାନ୍ତେ ପ୍ରାଥମିକ ସ୍ତରରେ କେବେ ପଚାରୁଛି? ତ ଆମର ଅପସନ୍ ଆନ୍ସର ହେଇଯିବ 2010ରେ ହେଇଥିଲା ସଂସ୍କୃତ ଶିକ୍ଷା ଓଡ଼ିଶା ପ୍ରାନ୍ତରେ ପ୍ରାଥମିକ ସ୍ତରରେ। ଅପସନ୍ ଡି ହେବ କରେକ୍ଟ ଆନ୍ସର। 2012ରେ କ'ଣ ହେଇଥିଲା? ନା ଜଗନ୍ନାଥ ୟୁନିଭର୍ସିଟିରେ ସଂସ୍କୃତ ଶିକ୍ଷାଶାସ୍ତ୍ରୀ ହେଇଥିଲା। ହେଲା, ଶିକ୍ଷାଶାସ୍ତ୍ରୀ ପ୍ରାରମ୍ଭ ହେଇଥିଲା ଜଗନ୍ନାଥ ୟୁନିଭର୍ସିଟି 2012ରେ। 10ରେ ଆମର ହେଇଥିଲା ପ୍ରାଥମିକ ସ୍ତରରେ ସଂସ୍କୃତ ଶିକ୍ଷା। ହେଲା, ଗଲା 7 ନମ୍ବର ଗଲା। ତାପରେ ଯିବା 8 ନମ୍ବର। ସଂସ୍କୃତ ଅଟରବୁଚ୍ ଇତି ଗୋଟେ ଡ୍ୟାସ୍ ମହାବିଦ୍ୟାଳୟ, ନାଟକ, କାବ୍ୟ, ଅଭିଧାନ। ଆଚ୍ଛା, ଏଇଟା 7 ଖଣ୍ଡ ବିଶିଷ୍ଟ ଗୋଟେ ସଂସ୍କୃତ ଜର୍ମାନୀ ଅଭିଧାନ, ଯାହାର ନାଁ ହେଉଛି ସଂସ୍କୃତ ଅଟରବୁଚ୍। ଗୋଟେ 7 ଖଣ୍ଡ ବିଶିଷ୍ଟ ଗୋଟେ ସଂସ୍କୃତ ଜର୍ମାନୀ ଅଭିଧାନଟା ହେଇଥିଲା, ଯାହାର ନାଁ ହେଉଛି ସଂସ୍କୃତ ଅଟରବୁଚ୍, ଯେଉଁଟାକି ଆମର 1852ରେ ହେଇଥିଲା। ହେଲା, 1852ରେ ହେଇଥିଲା। ତ ଆମର 8 ନମ୍ବର ଆନ୍ସର ହେଇଯିବ ଅପସନ୍ ଡି ହେବ କରେକ୍ଟ ଆନ୍ସର, ଅଭିଧାନମ୍। ଠିକ୍ ଅଛି, ଗଲା 9 ନମ୍ବର ଆମେ କହିବା। 9 ନମ୍ବର କ'ଣ କହିଲା? ନା 9 ନମ୍ବର କହିଲା ବାକ୍ ରୂପ ଭାବ ପ୍ରକଟନମ୍ ଏବ ଡ୍ୟାସ୍। ପଠନମ୍ ନା ନିରୀକ୍ଷଣମ୍ ନା ଶ୍ରବଣମ୍ ନା ଭାଷଣମ୍? ବାକ୍ ରୂପ ଭାବ ପ୍ରକଟନମ୍ ଏବ ଭାଷଣମ୍। 9 ନମ୍ବର ଡି ହେବ ଆନ୍ସର। ବାକ୍ ରୂପ ଭାବ ପ୍ରକଟନମ୍ ଏବ ଭାଷଣମ୍, 9 ନମ୍ବର ଡି। ଠିକ୍ ଅଛି। ତାପରେ 10 ନମ୍ବର ପୂର୍ଣ୍ଣାଙ୍ଗ ଶିକ୍ଷଣେ ନାସ୍ତି। ପୂର୍ଣ୍ଣାଙ୍ଗ ଶିକ୍ଷଣ ଭିତରେ କେଉଁଟା ଯାଉନି? ଆମେ ଜାଣିଛେ ପୂର୍ଣ୍ଣାଙ୍ଗ ଶିକ୍ଷଣ ଭିତରେ କ'ଣ କ'ଣ ଯାଏ? ନା ସ୍ୱୟଂ ବ୍ୟାଖ୍ୟାନ, ସ୍ୱୟଂ ପୂର୍ଣ୍ଣ, ସ୍ୱୟଂ ନିର୍ଦ୍ଦେଶକ, ସ୍ୱୟଂ ପ୍ରେରଣା, ସ୍ୱୟଂ ମୂଲ୍ୟାଙ୍କନ, ସ୍ୱୟଂ ଶିକ୍ଷଣ, ଏତିକି ଯାଏ। ତ ସ୍ୱୟଂ ବ୍ୟାଖ୍ୟାନର ଆମର ଇଂଲିଶଟା କ'ଣ କୁହାଗଲା? ନା ସେଲ୍ଫ ଏକ୍ସପ୍ଲେନ୍। ସ୍ୱୟଂ ପୂର୍ଣ୍ଣର ସେଲ୍ଫ କଣ୍ଟେନ୍, ସ୍ୱୟଂ ନିର୍ଦ୍ଦେଶକର ସେଲ୍ଫ ଡାଇରେକ୍ଟେଡ୍, ସ୍ୱୟଂ ପ୍ରେରଣାର ସେଲ୍ଫ ମୋଟିଭେଟ୍, ସ୍ୱୟଂ ମୂଲ୍ୟାୟନର ସେଲ୍ଫ ଇଭାଲୁଏଟିଂ, ସ୍ୱୟଂ ଶିକ୍ଷଣର ସେଲ୍ଫ ଲର୍ଣ୍ଣିଂ। ତ ଏଇଠି ସେ ପଚାରିଛି ତ କେଉଁଟା ଯାଉନି ପୂର୍ଣ୍ଣାଙ୍ଗ ଶିକ୍ଷଣ ଭିତରେ? ବ୍ୟାଖ୍ୟାନ ତ ଯାଉଛି, ଆମେ ଜାଣିଲେ ସ୍ୱୟଂ ବ୍ୟାଖ୍ୟାନ ଯାଉଛି, ସ୍ୱୟଂ ମୂଲ୍ୟାଙ୍କନ ବି ଯାଉଛି ଆମେ ଜାଣିଲେ, ସ୍ୱୟଂ ପ୍ରେରଣା ବି ଯାଉଛି ଆମେ ଜାଣିଲେ, କିନ୍ତୁ ପ୍ରତ୍ୟକ୍ଷୀକରଣ ବୋଲି କିଛି ପୂର୍ଣ୍ଣାଙ୍ଗ ଶିକ୍ଷଣରେ ନାହିଁ। ହେଲା, ଆମର ଆନ୍ସର ହେଇଯିବ ଡି, ପ୍ରତ୍ୟକ୍ଷୀକରଣମ୍। ଅପସନ୍ ଡି ହେବ କରେକ୍ଟ। ପୂର୍ଣ୍ଣାଙ୍ଗ ଶିକ୍ଷଣ ଭିତରେ ପ୍ରତ୍ୟକ୍ଷୀକରଣ ଯାଉନାହିଁ। ତ 10 ନମ୍ବର ଅପସନ୍ ଡି ହେବ କରେକ୍ଟ ଆନ୍ସର। ଠିକ୍ ଅଛି।
तापर 11 नंबर भाषण क्षमतायाः विकासः। भाषण क्षमतार विकास कौन? आफेक्टिव, कॉग्निटिव, कोनेटिव ना न कोपी। तो भाषण क्षमतार विकासटा कौ एम रे जाउछि? ठीक अछि ना। तो भाषण क्षमतार विकास हैला आमर 3टा एम अछि। कहिथिली पूर्वरु कहली कॉग्निटिव, आफेक्टिव, कोनेटिव बा ज्ञानात्मक, भावात्मक, कौशलात्मक बा मनोगत्यात्मक ताको कुहा जाय। तो 3टा एम रे बा ज्ञानात्मक, भावात्मक, कौशलात्मक जो आम 6टा पॉइंट अच्छी से 6टा पॉइंट को मन रखा पड़ो कौन 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 जाऊँच कारण 2-3टा क्वेश्चन एतु आसूँ। ठीक अच्छे। तो भाषण क्षमतार विकासटा आमर कौ एम रे जीवो ना आफेक्टिव एम रे जीवो। ऑप्शन ए हम करेक्ट आंसर आम 11 नंबर ऑप्शन ए हम आफेक्टिव एम 11 नंबर। ठीक अच्छे। तापर 12 नंबर विद्या प्रमाणम किम? विद्या प्रमाणम किम? ज्ञानार्जनम, धनार्जनम, मुख भाषणम ना मनोरंजन? अच्छा विद्या प्रमाणमटा कौन ना विद्या प्रमाणमटा मुख भाषणम। विद्या प्रमाणम मुख भाषणम ए विद्या प्रमाणम मुख भाषणटा को किए कहिथिले समस्ते कमेंट बॉक्स रे कहिबो हैला। 12 नंबर ऑप्शन सी हबो करेक्ट आंसर। ठीक अच्छे। तापर आम जी 13 नंबर इंग्राजी भाषायाम नेम संस्कृत भाषा रे कौन कहवा? हम जो इंग्राजी भाषा आम कहूँ नेम कहूँ सेटा संस्कृत भाषा रे कौन कहूँ? नाम ना नामे ना नाम ना नामना। तो सहीटा आम संस्कृत भाषा रे नेम को जोटा कहूँ नाम है नाम बोली कहवा नट नाम कारण आम जहाँ पचारू भवतः नाम किम नाम तो पचारू कि भवतः नाम किम विसर्ग दौचु ना ना विसर्ग रही नाम खाली नाम हम है भवतः नाम किम। तो इंग्रेजी भाषा जोटा नेम रहा सेटा संस्कृत भाषा आम नाम बोली कही था। आमर 13 नंबर ऑप्शन सी हम करेक्ट आंसर है गला। तापर 14 नंबर हम ए प्रैक्टिकल संस्कृत डिक्शनरी। हाँ ठीक अच्छे। ए प्रैक्टिकल संस्कृत डिक्शनरी पुस्तक रचयिता किए? ए प्रैक्टिकल संस्कृत डिक्शनरी पुस्तक रचयिता किए? बोर्डेन ना विलियम ना विल्सन ना मैकडोनाल्ड किए होता? आम जो प्रैक्टिकल संस्कृत डिक्शनरीटा केबे होता कौ मसीह ना 1924 मसीह होता कि नहीं। प्रैक्टिकल संस्कृत डिक्शनरीटा 1924 होता। तो किए करथिले ना मैकडोनाल्ड करथिले है। तो 14 नंबर ऑप्शन डी हम करेक्ट आंसर। जो 1924 रे ए प्रैक्टिकल संस्कृत डिक्शनरी पुस्तकटा मैकडोनाल्ड रचना करथिले। ऑप्शन डी हम करेक्ट आंसर। ठीक अच्छे। गला नेक्स्ट जीवा 15 नंबर ए बुक ऑफ संस्कृत पुस्तक आम जो गोटे बुक अच्छी तार संस्कृत बुक ऑफ संस्कृत पुस्तकटा सेटा कौन? धर्म से साहित्य से दर्शन से अनुवाद से ना यहाँ हूँ अनुवाद है। ए बुक ऑफ संस्कृत पुस्तकटा बुकटा अनुवाद होता है। 15 नंबर ऑप्शन डी हम करेक्ट आंसर गला। तापर कौन कहला ना पाणिनि रचित व्याकरण ग्रंथ। पाणिनि रचित व्याकरण ग्रंथ कौटा? अष्टाध्यायी, वार्तिक, महाभारत, प्रक्रिया कौमुदी ना पाणिनि रचित व्याकरण ग्रंथर रचयिता है कौन? अष्टाध्यायी है। पाणिनि व्याकरण ग्रंथर ना कौन? अष्टाध्यायी। तो 16 नंबर आमर ऑप्शन ए हम करेक्ट आंसर। ठीक अच्छे गला। तापर 17 नंबर पंचतंत्र से अध्ययन से डैश कोग्निटिव, आफेक्टिव, कॉग्निटिव ना नथिंग। अच्छा कही 3टा कहली ज्ञानात्मक, भावात्मक बा कौशलात्मक बा कोग्निटिव, आफेक्टिव, कॉग्निटिव। तो पंचतंत्र अध्ययन कर माने ज्ञान रे स्वभाव ज्ञानटा को अप्लाई करा पंचतंत्र पढ़ा से तो सेटा आम ऑप्शन हम कॉग्निटिव एम रे जीव। पंचतंत्र अध्ययन माने कॉग्निटिव ज्ञानात्मक रे जीव। ऑप्शन 17 नंबर ऑप्शन सी हम करेक्ट आंसर। ठीक अच्छे गला। अनौपचारिक श्रवणम किम? 18 नंबर पचारा अनौपचारिक श्रवणम किम? ना संरचना पद ना सामान्य श्रवण, संदर्भ वाक्य श्रवण ना समस्यामूलक श्रवण। आम
ଉପରେ ପଢ଼ିକି ଆଇଲେ ଯେ ଆମର ସାମାନ ଶ୍ରବଣ ଦୁଇ ପ୍ରକାର, ଗୋଟେ ହେଲା ସାମାନ୍ୟ ଶ୍ରବଣ, ଗୋଟେ ହେଲା ଚୟନାତ୍ମକ ଶ୍ରବଣ। ସାମାନ୍ୟ ଶ୍ରବଣ ଭିତରେ ପର୍ଯ୍ୟାପ୍ତ ଶ୍ରବଣ ଯାଉଛି, ଶାନ୍ତଚିତ ଶ୍ରବଣ ଯାଉଛି, ଏକାଗ୍ର ଶ୍ରବଣ ଯାଉଛି, ଅନୌପଚାରିକ ଶ୍ରବଣ ଯାଉଛି ଆଉ ବାଧାହୀନ ଶ୍ରବଣ ଯାଉଛି। ସେ ଯେଉଁ ଅନୌପଚାରିକ ଶ୍ରବଣ ରହିଲା, ଅନୌପଚାରିକ ଶ୍ରବଣଟା କ'ଣ? ଅନୌପଚାରିକ ଶ୍ରବଣଟା ନା ସାମାନ୍ୟ ଶ୍ରବଣ, ଅନୌପଚାରିକ ଶ୍ରବଣ ହେଉଛି ସାମାନ୍ୟ ଶ୍ରବଣ। ତ 8 ନମ୍ବର ଅପସନ୍ ବି ହେବ କରେକ୍ଟ ଆନ୍ସାର ହେଲା। ଗଲା ତାପରେ 19 ନମ୍ବର ଭାଷଣ କୌଶଳେ ଦୃଶ୍ୟତେ। ଭାଷଣ କୌଶଳ ଭିତରେ କେଉଁଟା ଯାଉଛି ପଚାରିଛି? ନା ଭାଷଣ କୌଶଳ ଭିତରେ ସାମାନ୍ୟ ଶ୍ରବଣ ଯାଉଛି, ନା ସମ୍ଭାଷଣ ଅଭ୍ୟାସ ଯାଉଛି, ନା ଲେଖନ ଶିକ୍ଷଣ ବିଧି ଯାଉଛି, ନା ଚୟନାତ୍ମକ ଯାଉଛି? ଠିକ୍ ଅଛି। ତ ଆମ ଯେଉଁ ଭାଷଣ କୌଶଳ ଭିତରେ ଆମର ଯାଉଛି କେଉଁଟା? ନା ସମ୍ଭାଷଣ ଅଭ୍ୟାସ। 19 ନମ୍ବର ବି ହେବ ଆନ୍ସର। ଭାଷଣ କୌଶଳ ଭିତରେ ସମ୍ଭାଷଣ ଅଭ୍ୟାସଟା ଯାଉଛି 19 ନମ୍ବର ବି। ଠିକ୍ ଅଛି। ତାପରେ 20 ନମ୍ବର ଏ ଡିକ୍ସନାରୀ ଇଂଲିଶ ଆଣ୍ଡ ସାଂସ୍କ୍ରିଟ କେଉଁ ବର୍ଷରେ ହେଇଥିଲା? କସ୍ମିନ୍ ବର୍ଷେ ପ୍ରଣୀତମ୍। ଏ ଡିକ୍ସନାରୀ ଇଂଲିଶ ଆଣ୍ଡ ସାଂସ୍କ୍ରିଟ କସ୍ମିନ୍ ବର୍ଷେ ପ୍ରଣୀତମ୍? 1899, 1951, 1890, 1851। ଆଚ୍ଛା, ଇଂଲିଶ ଆଣ୍ଡ ସାଂସ୍କ୍ରିଟ ଡିକ୍ସନାରୀ ପଚାରିଛି, ତ ସେଥିପାଇଁ ଆମର ଅପସନ୍ ହେଇଯିବ 1851 ମସିହାରେ ଇଂଲିଶ ଆଣ୍ଡ ସାଂସ୍କ୍ରିଟ ଡିକ୍ସନାରୀଟା ପ୍ରଣୀତ ହେଇଥିଲା। ଯଦି ସାଂସ୍କ୍ରିଟ ଇଂଲିଶ ଡିକ୍ସନାରୀଟା ପଚାରିଥାନ୍ତା ତାହେଲେ ଆମର ହେଇଥାନ୍ତା 1869 ହେଇଥାନ୍ତା ହେଲା। ହଁ ମୁଁ ଚାଲି ନା ଆମକୁ ଏଇଠି ପଚାରିଛି ଏ ଡିକ୍ସନାରୀ ଇଂଲିଶ ଆଣ୍ଡ ସାଂସ୍କ୍ରିଟଟା କେବେ ହେଇଥିଲା? ନା 1851 ହେଇଥିଲା। କିନ୍ତୁ ଯଦି ଆମକୁ ଏଇଠି ସାଂସ୍କ୍ରିଟ ଇଂଲିଶ ଡିକ୍ସନାରୀଟା ପଚାରିଥାନ୍ତା ତ ଏଇଠି ଆମର ଅପସନ୍ ହେଇଥାନ୍ତା 1869 ହେଇଥାନ୍ତା। ତ 20 ନମ୍ବର ଆମର ଅପସନ୍ କ'ଣ ହେଇଛି? ଆନ୍ସର କ'ଣ ହେଇଯିବ? ଅପସନ୍ ଡି ହେବ କରେକ୍ଟ ଆନ୍ସର। ଠିକ୍ ଅଛି। ଗଲା 21 ନମ୍ବର ତ୍ରୁଟି ଶୂନ୍ୟ ବର୍ଣ୍ଣନାତ୍ମକ ଭାଷୟା ଲିଖନମ୍ ହିଁ ସଂସ୍କୃତ ଶିକ୍ଷଣସ୍ୟ ଡ୍ୟାସ୍ ଲକ୍ଷ୍ୟ। ଆମ ଯେଉଁ ତ୍ରୁଟି ଶୂନ୍ୟ ବର୍ଣ୍ଣନାତ୍ମକ ଭାଷାର ଲିଖନଟାକୁ ସଂସ୍କୃତ ଶିକ୍ଷଣର କେଉଁ ଲକ୍ଷ୍ୟରେ ଯାଉଛି? କଗ୍ନିଟିଭ୍, ଆଫେକ୍ଟିଭ୍, କୋନେଟିଭ୍ ନା ନ କୋନେଟିଭ୍? ତ୍ରୁଟି ଶୂନ୍ୟ ବର୍ଣ୍ଣନାତ୍ମକ ଭାଷାର ଲିଖନଟା କେଉଁଥିରେ ଯିବ? ନା କୋନେଟିଭ୍ ବା କୌଶଳାତ୍ମକ ଲକ୍ଷ୍ୟରେ ଯିବ। 21 ନମ୍ବର ଅପସନ୍ ସି ହେବ କରେକ୍ଟ ଆନ୍ସର ହେଲା। 21 ନମ୍ବର ଅପସନ୍ ସି ହେବ କରେକ୍ଟ ଆନ୍ସର ଯେ ତ୍ରୁଟି ଶୂନ୍ୟ ବର୍ଣ୍ଣନାତ୍ମକ ଭାଷାର ଲିଖନଟା କୋନେଟିଭ୍ ବା କୌଶଳାତ୍ମକ ବା ଭାବାତ୍ମକରେ ଯାଉଛି। ଅପସନ୍ ସି ହେବ କରେକ୍ଟ। ଠିକ୍ ଅଛି। ଗଲା ତାପରେ 22 ନମ୍ବର ଲାଟିନ୍ ଭାଷାୟମ୍ କତି ବର୍ଣ୍ଣାଃ ସନ୍ତି। ଲାଟିନ୍ ଭାଷାରେ କେତେଟା ବର୍ଣ୍ଣ ଅଛି? 20ଟା, 22ଟା, 26ଟା, 27ଟା। ଆମର ଯେମିତି ଆମର ସବୁ ରହିଲା କେଉଁ କେଉଁ ଭାଷାରେ କେତେଟା ବର୍ଣ୍ଣ ଅଛି ତାକୁ ସବୁ ମନେ ରଖିବା। ଯେମିତିକି ଜପମାଳାରେ ଅଛି 51ଟା, ତୁରସ୍କରେ ଅଛି 33ଟା, ପାର୍ସିରେ ଅଛି 31ଟା, ରୁଷରେ ଅଛି 41ଟା, ଗ୍ରୀକ୍ରେ ଅଛି 27ଟା, ଡଚ୍ରେ ଅଛି 26ଟା, ଇଟାଲୀରେ ଅଛି 20ଟା, ବର୍ମାରେ ଅଛି 19ଟା। କିନ୍ତୁ ଲାଟିନ୍ ଭାଷାରେ କେତେଟା ବର୍ଣ୍ଣ ଅଛି? ନା 22ଟା ବର୍ଣ୍ଣ ଅଛି। ଯେଉଁ ଭାଷାରେ କେତେଟା ବର୍ଣ୍ଣ ଅଛି ତାକୁ ଆମେ ମନେ ରଖିବା, କାରଣ ସେଥିରୁ ଗୋଟେ କ୍ୱେଶ୍ଚିନ୍ ଆସିବ ହେଲା। ଆଉ ଥରେ କହିଛୁ ଜପମାଳାରେ ଅଛି 51ଟା, ପାର୍ସିରେ ଅଛି 31ଟା, ତୁରସ୍କରେ ଅଛି 33ଟା, ରୁଷିଆରେ ଅଛି 41ଟା, ଗ୍ରୀକ୍ରେ ଅଛି 27ଟା, ଲାଟିନ୍ରେ ଅଛି 22ଟା, ଡଚ୍ରେ ଅଛି 26ଟା, ଇଟାଲୀରେ ଅଛି 20ଟା ଆଉ ବର୍ମାରେ ଅଛି 19ଟା। ତ ଏଠି ଯେହେତୁ ଲାଟିନ୍ ଭାଷାର କର୍ତ୍ତୃ ବର୍ଣ୍ଣ ପଚାରିଛି ତ ଆମର ଅପସନ୍ ହେଇଯିବ ଅପସନ୍ ବି ହେବ 22ଟା। ଓକେ ଗଲା। ଓହୋ ଗୋଟେ କ୍ୱେଶ୍ଚିନ୍ ରହିଯାଇଛି, ସରି କେଉଁଠି ମିସ୍ ହେଇଯାଇଛି କ୍ୱେଶ୍ଚିନ୍ଟା। ହଉ ଟିକେ ଖାଲି ହର୍ଷସ୍ୱରସ୍ୟ ଉଚ୍ଚାରଣ କାଳ। ହର୍ଷସ୍ୱରସ୍ୟ ଉଚ୍ଚାରଣ କାଳ ପଚାରିଛି। ଆଚ୍ଛା, ହର୍ଷସ୍ୱରସ୍ୟ ଉଚ୍ଚାରଣ କାଳ ଆମର କ'ଣ ପଚାରିଛି? ନା ଏକ ମାତ୍ର କାଳ, ନା ଦୁଇ ମାତ୍ର କାଳ, ନା ତ୍ରିମାତ୍ର କାଳ, ନା ଚତୁର୍ମାତ୍ର କାଳ? ତ ହର୍ଷସ୍ୱରସ୍ୟ ଉଚ୍ଚାରଣ କାଳ ହେଉଛି ଏକ ମାତ୍ର କାଳ। ଆମେ ଯେଉଁଟା ଆମର ଅଛି ଏକ ମାତ୍ରା ଭବେତ ହର୍ଷମ୍ ଦୁଇ ମାତ୍ରା ପୃଥକ୍ ବ୍ୟଞ୍ଜନମ୍ ଚ ଆଦ ମାତ୍ରା, ସେଇଟା ଆମର ଅଛି। ହର୍ଷସ୍ୱରସ୍ୟ ଉଚ୍ଚାରଣ କାଳ ହେଲା ଏକ ମାତ୍ର କାଳ। ଅପସନ୍ ଏ ହେବ କରେକ୍ଟ ହେଲା। ତାପରେ 25 ନମ୍ବର ଲିପୟଃ ଡ୍ୟାଶ୍ ସ୍ମୃତାଃ। ଲିପୟଃ ଡ୍ୟାଶ୍ ସ୍ମୃତାଃ। ନା ଆମେ ଜାଣିଛେ
त्रिविध पंचधा चतुर्धा सप्तधा। तो लिपयर केतटा स्मृता अच्छी ना पंचधा लिपय पंचधा स्मृता ना से जो पंचधा स्मृताटा कौन कौन ना गोटे है मुद्रा लिपि शिल्पलिपि सार्वजनीन लिपि कलम लिपि आ मुरुज लिपि पाँचटा कौन कौन ना मुद्रा लिपि शिल्पलिपि सार्वजनीन लिपि कलम लिपि आ गोटे मुरुज लिपि। तो 25 नंबर ऑप्शन बी हम करेक्ट आंसर लिपय पंचधा स्मृता। ठीक अच्छे तापर 26 नंबर कौन कौन 26 नंबर कहला शीघ्र शीघ्र पठनम अवघोष पठनम यंत्रवत पठनम आक्षरिक पठन ना लययुक्त पठन। शीघ्र शीघ्र पठन को कौन कहगला ना शीघ्र शीघ्र पठन को आमको ये यंत्रवत पठन बोली कही है। शीघ्र शीघ्र पठन को यंत्रवत पठन बोली कही ये जो यंत्रवत पठन रहा यंत्रवत पठन को इंग्लिश रे कौन कह जाए ना मेकानिकल रीडिंग कौन कहगला ना मेकानिकल रीडिंग बा अवघोष सॉरी यंत्रवत पठनर इंग्राजीटा हूँ मेकानिकल रीडिंग। ठीक अच्छे ये जो आमर अवघोष पठन रहा अवघोष पठन को आम कौन कहवा ना सब भोकाल रीडिंग कौनटा कहगला ना सब भोकाल रीडिंग है सब भोकाल रीडिंग बोली कही था सब भोकाल रीडिंग बोली आम अवघोष पठन को कही था। ठीक अच्छे आम जो आक्षरिक पठन रहा आक्षरिक पठन इंग्राजीटा कौन कह जाए आक्षरिक पठन को इंग्राजी कौन कह ना वर्ड बाय वर्ड रीडिंग कौन कहगला वर्ड बाय वर्ड रीडिंग है वर्ड बाय वर्ड रीडिंग कहगला। आ जो लययुक्त पठन रहा लययुक्त पठन को इंग्राजी कौन कह जाए ना रिदिम रीडिंग है RHYTA रिदिम रीडिंग है। तो आमर सब इंग्लिश वर्ड अच्छी इंग्लिश वर्ड को मन रखा यंत्रवत पठन है मेकानिकल रीडिंग अवघोष पठन है सब भोकाल रीडिंग आक्षरिक पठन होगला आमर वर्ड बाय वर्ड रीडिंग आ लययुक्त पठन होगला आमर रिदिम रीडिंग है। तो ऑप्शन शीघ्र शीघ्र पठन को आम कौन कहवा ना शीघ्र शीघ्र पठन को आम कहवा यंत्रवत पठनम। 26 नंबर ऑप्शन बी हो करेक्ट आंसर। ठीक अच्छे आगू जावा 27 नंबर पाणिनीय व्याकरण मतेन संस्कृत भाषायां वर्ण संख्या कति सन्ति। पाणिनीय व्याकरण रे संस्कृत भाषा रे केतटा वर्ण अच्छी ना 40टा 41टा 42टा 26टा। तो आमर आंसर हो 42 42टा है। पाणिनीय व्याकरण रे संस्कृत भाषा रे 42टी वर्ण अच्छी। ओके गला 28 नंबर 28 नंबर कौन कहला मारुतस्तु उरसी चरण मंदम जनयति डैश फलम बलम स्वरम नकोपी। आम जो उच्चारण शिक्षण रे पाणिनीय शिक्षा रे जो 7टा सोपान अच्छी जो श्लोकटा अच्छी आत्मा बुद्धिया समर्थाने मन युक्ते विवक्षया मन कायाग्निमाहन्ति स प्रेरयति मारुतम मारुतस्तुरसी चरण मंदम जनयति स्वरम। ये जो श्लोकटा अच्छे से श्लोक क्वेश्चनटा आसी। ठीक अच्छे तो आम ये कौन है मारुतस्तु उरसी चरण मंदम जनयति डैश ना मंदम जनयति स्वरम ऑप्शन सी हम करेक्ट आंसर है मारुतस्तु उरसी चरण मंदम जनयति स्वरम 28 नंबर ऑप्शन सी हो करेक्ट आंसर। तो 29 नंबर कौन कहला ना 29 नंबर कहला रिफ्लेक्टिव रीडिंग को इंग्राजी रे कौन कहवा आधारित पठन ना संदर्भ पठन ना विमर्शात्मक पठन ना गहन पठन। अच्छा रिफ्लेक्टिव रीडिंग को आम कौन कहवा ना ये रिफ्लेक्टिव रीडिंग को आम कहवा विमर्शात्मक पठन बोली कही था है। ऑप्शन 29 नंबर ऑप्शन सी हो करेक्ट आंसर रिफ्लेक्टिव रीडिंग को विमर्शात्मक पठन बोली आम कहवा। अच्छा ये जो आमर गहन पठन रहा ये गहन पठन इंग्लीशटा कौन
ନା ଗହନ ପଠନ ଇଂଲିଶଟା ହେଉଛି ଇଣ୍ଟେନ୍ସିଭ୍ ରିଡ଼ିଂ। କ'ଣ ନା ଇଣ୍ଟେନ୍ସିଭ୍ ରିଡ଼ିଂ ଗହନ ପଠନର ଇଂଲିଶଟା। ଏଇ ଯେଉଁ ଆମର ସନ୍ଦର୍ଭ ପଠନ ରହିଲା, ସନ୍ଦର୍ଭ ପଠନ ଇଂଲିଶଟା କ'ଣ ନା ରେଫରେନ୍ସ ରିଡ଼ିଂ। ଠିକ୍ ଅଛି, REFERENCE ରେଫରେନ୍ସ ରିଡ଼ିଂ କେଉଁଟା ସନ୍ଦର୍ଭ ପଠନର ଇଂଲିଶଟା। ଏ ଯେଉଁ ଆମର ଆଧାରିତ ପଠନ ରହିଲା, ଆଧାରିତ ପଠନର କ'ଣ ଇଂଲିଶଟା ନା ବାସାଲ ରିଡ଼ିଂ। କ'ଣଟା ନା ବାସାଲ ରିଡ଼ିଂ। ହେଲା, ବାସାଲ ରିଡ଼ିଂ ହେବ ଆଧାରିତ ପଠନର ଇଂଲିଶଟା। ବୁଝିଗଲା। ତାହେଲେ ଆମର ଏଠି ରିଫ୍ଲେକ୍ଟିଭ୍ ରିଡ଼ିଂଟା ପଚାରିଛି। ତ ରିଫ୍ଲେକ୍ଟିଭ୍ ରିଡ଼ିଂର ଇଂଲିଶଟା ହେଲା ବିମର୍ଶାତ୍ମକ ପଠନ। ଆଧାରିତ ପଠନର ଇଂଲିଶଟା କ'ଣ ରହିଲା ନା ଆଧାରିତ ପଠନ ଇଂଲିଶଟା କହିଲା ବାସାଲ ରିଡ଼ିଂ। ସନ୍ଦର୍ଭ ପଠନର ହେଲା ରେଫରେନ୍ସ ରିଡ଼ିଂ। ଆଉ ଗହନ ପଠନ ହେଲା ଆମର ଇଣ୍ଟେନ୍ସିଭ୍ ରିଡ଼ିଂ। ଠିକ୍ ଅଛି, ଗଲା। 30 ନମ୍ବର କ'ଣ କହିଲା? କିମପି ବିଷୟମ୍ ଆହରଣମ୍ କର୍ତ୍ତୁମ୍ ପ୍ରୟାସମ୍ କୃତ୍ୱା ସ୍ୱସ୍ୟ ଜ୍ଞାନରାଶି ବର୍ଦ୍ଧନମ୍ କरणम्। ଆଚ୍ଛା, କିମପି ବିଷୟ ଆହରଣମ୍ କର୍ତ୍ତୁମ୍ ପ୍ରୟାସ କୃତ୍ୱା ସ୍ୱସ୍ୟ ନିଜର ଜ୍ଞାନରାଶି ବର୍ଦ୍ଧନ କରିବାକୁ କ'ଣ କହିବ? ସେଲ୍ଫ ଏକ୍ସପ୍ଲେନ୍, ସେଲ୍ଫ ମୋଟିଭେଟିଂ, ସେଲ୍ଫ କଣ୍ଟେଣ୍ଟ ନା ସେଲ୍ଫ ଇଭାଲୁଏଟିଂ? ଆମେ 6ଟା ଜାଣିଲେ, ସେଲ୍ଫ ଏକ୍ସପ୍ଲେନ୍, ସେଲ୍ଫ ମୋଟିଭେଟ୍, ସେଲ୍ଫ ଇଭାଲୁଏଟ୍, ସେଲ୍ଫ ଲର୍ଣ୍ଣିଂ, ସେଲ୍ଫ କଣ୍ଟେଣ୍ଟ। ଏଇଟା ଆମେ ଜାଣିଲେ 6ଟା ଅଛି ପୂର୍ଣ୍ଣାଙ୍ଗ ଶିକ୍ଷଣ ଭିତରେ। ତ ସେଇଠି ପଚାରୁଛି କିମପି ବିଷୟ କୌଣସି ବିଷୟ ଆହରଣ ପାଇଁ ପ୍ରୟାସ କରି ତା ନିଜର ଜ୍ଞାନ ରାଶିକୁ ବର୍ଦ୍ଧନ କରିବା। ତ ଏଇଟା କେଉଁଥିରେ ଯିବ ନା ସେଲ୍ଫ କଣ୍ଟେଣ୍ଟରେ ଯିବ ବା ସ୍ୱୟଂ ପୂର୍ଣ୍ଣରେ ଯିବ। ହେଲା, ଜ୍ଞାନ ରାଶି ବର୍ଦ୍ଧନ କରିବା, ପ୍ରୟାସ କରିବା, ଆହରଣ କରିବା, ବର୍ଦ୍ଧନ କରିବା, ତ ସେଲ୍ଫ କଣ୍ଟେଣ୍ଟରେ ଯିବ, ସ୍ୱୟଂ ପୂର୍ଣ୍ଣରେ ଯିବ। 30 ନମ୍ବର ଅପସନ୍ ସି ହେଇଯିବ ଆମର କରେକ୍ଟ ଆନ୍ସର। ହେଲା, ତ ଆଶା କରୁଛି ଆଜି ପାଇଁ ଏତିକି। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ କୋଶ୍ଚିନ୍ ଗୁଡ଼ା ନିଶ୍ଚିତ ଭାବରେ ଭଲ ଲାଗିଥିବ। ତ ନିଶ୍ଚିତ ଭାବରେ ଯେଉଁମାନେ ଆମର ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହେବାକୁ ଚାହୁଁଛନ୍ତି ତ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେବି, ସେଇଠି ଜଏନ୍ ହେଇଯିବେ। ପୁଣି ଦେଖା ହେବା ଆଗାମୀ କ୍ଲାସ୍ରେ। ଜୟ ଜଗନ୍ନାଥ ସମସ୍ତଙ୍କୁ।